ଆଜି ପୁଣି ଗଡ଼ିବ ତିନି ରଥ। ରଥ ଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ। ଆଜି ସକାଳ 9:30ରେ ପୁଣି ରଥ ଟଣାଯିବ। ବଡ଼ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ ଛକ ନିକଟରେ ଅଟକି ରହିଛି। ସେପଟେ ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥ ଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀ ଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଛି। ଏବେ ବି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଅଛନ୍ତି। ସାରା ରାତି ତିନି ଠାକୁରଙ୍କ ଦର୍ଶନ କରିଛନ୍ତି। ଆଉ କିଛି ସମୟ ପରେ ପୁଣି ଥରେ ରଥ ଟଣା ହେବ। ସେଥିପାଇଁ ସକାଳୁ ସକାଳୁ ମଧ୍ୟ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି।